11 ବର୍ଷର ଝିଅକୁ ଗର୍ଭବତୀ କରିଦେଲା 60 ବର୍ଷର ବୁଢ଼ା। ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସମସ୍ତେ ନିନ୍ଦା କରିବାରେ ଲାଗିଛନ୍ତି। 11 ବର୍ଷର ଝିଅ ସହିତ 60 ବର୍ଷର ବୃଦ୍ଧ ଏଭଳି ଘଟଣା ଘଟାଇଛନ୍ତି ଯାହାକି ନିନ୍ଦନୀୟ ଅଟେ। ପ୍ରଥମେ ଚକୋଲେଟ୍ ଦେଇ ଘରକୁ ଛୋଟ ଛୋଟ ପିଲାଙ୍କୁ ଡାକୁଥିଲା ଆଉ ତାପରେ ଯାହା କରିଥିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। 60 ବର୍ଷର ବୃଦ୍ଧ ଜଣକ ଏଭଳି କାମ କରିଛନ୍ତି ଯେ ପୋଲିସ ତାଙ୍କୁ ଗିରଫ କରିଛି। ବୃଦ୍ଧ ଜଣକ ନିଜ ଭୋକକୁ ମେଣ୍ଟାଇବା ପାଇଁ ଛୋଟ ଛୋଟ ପିଲାମାନଙ୍କୁ ଶିକାର କରୁଥିଲେ। ଏହି ବୃଦ୍ଧ ବୟସରେ ନା ମନରେ ଅଛି ଡର ନା ଭୟ। ଶେଷ ସମୟରେ ବି ନାତୁଣୀ ବୟସର ଛୋଟ ଛୋଟ ପିଲାମାନଙ୍କ ସହିତ ଅମାନସିକ କାଣ୍ଡ। ପ୍ରଥମେ ଏକୁଟିଆ ପାଇ ଛୋଟ ପିଲାମାନଙ୍କୁ ଚକୋଲେଟ୍ ଦେଇ ନିଜ ଆଡ଼କୁ ଆକର୍ଷିତ କରୁଥିଲା। ତାପରେ ମୌକା ଦେଖି 60 ବର୍ଷର ବୃଦ୍ଧ ପିଲାମାନଙ୍କୁ ଦୁଷ୍କର୍ମ କରୁଥିଲା ବୋଲି ଅଭିଯୋଗ କରାଯାଇଛି। ମୁଣ୍ଡରେ ଟୋପି ଆଉ ମୁହଁରେ ଦାଢ଼ି ରଖିଥିବା ବୃଦ୍ଧ ଜଣକ ପ୍ରଥମେ 11 ବର୍ଷର ଝିଅକୁ ଚକୋଲେଟ୍ ଦେଇଥିଲେ। ତାପରେ ସେହି ଛୋଟ ଝିଅକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଏସବୁ ଶୁଣିବା ପରେ ଗ୍ରାମବାସୀମାନେ ଘରର କବାଟ ଭାଙ୍ଗି 11 ବର୍ଷର ଝିଅକୁ ଉଦ୍ଧାର କରିଥିଲେ। ତାପରେ ସ୍ଥାନୀୟ ପୋଲିସକୁ ଡାକି ହସ୍ତାନ୍ତର କରିଥିଲେ। ଆଉ 11 ବର୍ଷର ଝିଅ ସହିତ ଯାହା କରିଥିଲେ ସେହି ଭିଡ଼ିଓଟି ମଧ୍ୟ ପୋଲିସକୁ ଦେଖାଇଥିଲେ। ସ୍ଥାନୀୟ ପୋଲିସ ଏହାପରେ ସେହି ବୃଦ୍ଧଙ୍କୁ ଗିରଫ କରିଥିଲେ। ଏହି ଘଟଣାଟି ଉତ୍ତରପ୍ରଦେଶର। ଏହି ଘଟଣାଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବହୁମାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଛି।